ভগবানଙ୍କର ହାଇ ଛାଇ ପାଇ ନଥିବ ରାମରେ ଯାହାର ଦେଖିବୁ ହାଇ ଛାଇ ପାଇ ନଥିବ ସେ ହେଉଛନ୍ତି ଗଳିକି ଏ ସଜ୍ଜନ। ଇଏ ବର୍ତ୍ତମାନ ଯୋଉ ଟାଇପ୍ରେ ବର୍ତ୍ତମାନ ଚାଲିଛି ମାଳିକା ପ୍ରଚାରକୁ ନେଇକରି ନେଟ୍ ମାଧ୍ୟମରେ ଯେଉଁ ସଂଘର୍ଷ ଚାଲିଛି, ଏଣୁ ଇଏ ହେବେ ଇଏ ବର୍ତ୍ତମାନ ଏମିତି ନିଜକୁ ଜ୍ଞାନୀ ବୋଲେଇବେ, ଅବତାରବାଦ ବୋଲେଇବେ। ତେଣୁ ମୁଁ ସବୁବେଳେ କହିଛି ମୁଁ ପଞ୍ଚସଖା ମହାପୁରୁଷଙ୍କ ପ୍ରଚାରକ। ମୁଁ କେବେ କହିନାହିଁ ମୁଁ ମହେନ୍ଦ୍ରଗିରି ରହୁଛି, ମୁଁ ଗୋଟେ ସାଧକ ସନ୍ଥ ସାଧୁ ଯୋଗୀ। କେବେ ମଧ୍ୟ ମୁଁ ମୋର ଆତ୍ମପ୍ରକାଶ ଅହଙ୍କାର ମନେ ଆଣିନି। ସଜ୍ଜନ କେବଳ ଦାସ୍ୟ ଭାବେ ମତି ଚରଣେ ସର୍ବମୂର୍ତ୍ତି। ଏ ସଜ୍ଜନ ଇଏ ଯେଉଁ ସମୟ ବର୍ତ୍ତମାନ ଚାଲିଛି ଏ ସମୟରେ ଆମର କର୍ତ୍ତବ୍ୟ ଆମ ଆଜି ଏକତ୍ରିତ ହେବାର କାରଣ ନା ଇଏ ଯେଉଁ ଲୋକ ଏ ମେଳାର ଆୟୋଜନ କରିଛନ୍ତି ଆମର ବାଦଲ ଭାଇନା ସେ ଜଣେ ଦାୟିତ୍ୱ ଲୋକ ନୁହନ୍ତି। ମୁଁ ତାକୁ ଜଣେ ସାଧାରଣ ମନୁଷ୍ୟ ରୂପରେ ଭାବେ ନାହିଁ। ସେ ଜଣେ ପାଲା ଗାୟକ, ଇଆଡ଼େ ଜଣେ ସେ ବିଶିଷ୍ଟ ଯାଗୀଙ୍କ ପୁରୋହିତ, ଜଣେ ମାଳିକାବିତ୍, ଜଣେ ଜ୍ଞାନୀ ମଧ୍ୟ। ଏଣୁ ସେ ବ୍ରାହ୍ମଣ କି ସନ୍ନ୍ୟାସୀ କି ପାଲା ଗାୟକ କ'ଣ ମୁଁ ତାଙ୍କୁ କିଛି ଅନୁମାନ କରିପାରେ ନାହିଁ। ଯାହା ହଉ ଆଜି ଏତେ ଗୁଡ଼ିଏ ଲୋକଙ୍କୁ ସେ ଏକତ୍ରିତ କରିପାରିଲେ, ବହୁତ ବହୁତ ଧନ୍ୟବାଦ। ଆମେ ବା ତାଙ୍କୁ କ'ଣ ଆଶୀର୍ବାଦ କରିବା? ତାଙ୍କୁ ଆଶୀର୍ବାଦ ମହାପ୍ରଭୁ ଯଶୋବନ୍ତ କରୁଛନ୍ତି, ତାଙ୍କ ବାପାଙ୍କୁ ଲବେ ଓଭର କଲାଣି। ତେଣୁ ଆମର ଆଶୀର୍ବାଦ କଲା ପରେ ତାଙ୍କୁ ଆମର ସେ କ୍ଷମତା ନାହିଁ। ବାଦଲ ମିଶ୍ର ମହାପୁରୁଷ ଏବଂ ଜଗନ୍ନାଥ ଆଶୀର୍ବାଦ କରୁଛନ୍ତି, ସେ କରିବେ। ତେଣୁ ଆମେ କେବଳ ଶରଣ ପଶିବା। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଯାହା ହଉ ଧନ୍ୟବାଦ ବଂଶୀ ବାବା। ଆମର ବର୍ତ୍ତମାନ स्वस्ति न बृहस्पति ददातु ओम वन्नानामर्कसंधानं रसनाथंसामभिः मंगलानं च कर्तारो वन्दे वाणी विनायकम् ଯାହୁ ବାଦଲ ମୋତେ ବଢ଼ିଆ କରିଛନ୍ତି। ଆମର ଦୁଇ ବନ୍ଧୁ ଆସି ଆଗରେ ଥିଲେ, ବାଦଲ ମୋତେ ଠାରିଥିଲେ ଡାକିବା ପାଇଁ। ମୁଁ ଟିକେ ନାଁ ମଧ୍ୟ ଜାଣିପାରିଲି ନାହିଁ, ତାଙ୍କ ଠାରଟା ବୁଝିପାରିଲି ନାହିଁ କାହିଁକିନା। ତେଣୁ ବାଦଲ ବାବୁଙ୍କର ଅତି କ୍ଲୋଜ୍, ଅତି ନିଜର ଦୁଇ ବନ୍ଧୁଙ୍କୁ ମୁଁ କହୁଛି ସେମାନେ ବାଦଲ ବାବୁ ଯାହା କହିଲେ ସେଟାକୁ ଟିକେ ମନ ନେମାଳ ସନାତନ ଦାସ ମହାରାଜ ଆଉ ପୂର୍ଣ୍ଣ ଭାଇ ନାରିୟତେ କାଶ
କେନ୍ଦ୍ରାପଡ଼ା ନୀର ବାବା ଆଉ ଶିବସ୍ତ ବାବା ଉଭୟ ଟିକେ ଆସନ୍ତି। ନେମାଳ ସନାତନ ଦାସ ମହାରାଜ ଆଉ କୁନୁ ଭାଇ ନାରୀ ଅତେ ଆସନ୍ତି। କେନ୍ଦ୍ରାପଡ଼ା ନୀର ବାବା ଆଉ ଶିବସ୍ତ ବାବା ଉଭୟ ଟିକେ ଆସନ୍ତି। ରାହୁ ବାଦଲ ବାବୁଙ୍କର ବାବା ସୁଯୋଗ୍ୟ ସୁଲତାନ ମୌସଙ୍କର ହେଉଛନ୍ତି ବାଦଲ ବାବୁ। ଏପରି କଳି ଯୁଗରେ ଯଦି ସମସ୍ତେ ଏହି ପ୍ରକାର ପିତା ପୁତ୍ର ପାଇବେ ତାହେଲେ ନିଶ୍ଚିତ ଏ କଳି ଯୁଗ ଠାରୁ ଘଟି ଚାଲିଯିବ। କାରଣ ତାଙ୍କ ବିଷୟରେ ମୁଁ ନିଶ୍ଚିତ ଭଲ ଭାବେ ଜାଣିଛି। ମୁଁ ଏତିକି କହୁଛି, ବାଦଲ ବାବୁଙ୍କର ମୁଣ୍ଡ ଉପରେ ମୌସାଙ୍କର ହାତ ଅଛି। କାରଣ ସେ ଏ ପ୍ରକାର ଜମି ସୃଷ୍ଟି କରିଛନ୍ତି, ଏ ପ୍ରକାର ଜମି ଯାହାକୁ ବାଦଲ ମିଶ୍ରଙ୍କୁ ଦେଇଛନ୍ତି। ଆଜି ବାଦଲ ମିଶ୍ର ଜଗନ୍ନାଥଙ୍କ ପାଖରେ ହଉ, ଲକ୍ଷେଶ୍ୱର ପାଖରେ ହଉ, ଏଗାରେଶ୍ୱର ପାଖରେ ହଉ, ବିଶ୍ୱରେ ହଉ, ତାଙ୍କର ନାଁ ବାପାଙ୍କ ପାଇଁ ସେ ସୃଷ୍ଟି କରିଛନ୍ତି। ମୁଁ ମୌସାଙ୍କର ପାଦ ପଦ୍ମରେ ଜଳହସ୍ତ ନିବେଦନ କରୁଛି। ସେ ଆଜି ଏ ଯେଉଁ ସାଧୁ ସନ୍ଥ ସମାଜ ଅଛନ୍ତି, ବୋଧେ ମୌସାଙ୍କୁ 80 ବର୍ଷ ପାର ହେଇଯିବଣି। ସମସ୍ତଙ୍କୁ ସେ ନିଜେ ଆଶୀର୍ବାଦ କରନ୍ତୁ ଏବଂ ବିଶେଷ କରି ଆମ ସମସ୍ତ ସାଧୁ ସନ୍ଥ ସନ୍ନ୍ୟାସୀଙ୍କ ପାଖରେ ସେ ତାଙ୍କର ସୁପୁତ୍ରଙ୍କର ମୁଣ୍ଡରେ ଟିକେ ହାତ ଲଗାନ୍ତୁ। କୁହନ୍ତୁ, ବାଦଲ ବାବୁଙ୍କର ଧନ ଜନ ଗୋପଲକ୍ଷ୍ମୀ ପରିପୂର୍ଣ୍ଣ କରନ୍ତୁ। କଣ କହିବେ ଟିକେ କଣ କହିଛନ୍ତି? ଟିକେ କଣ କୁହନ୍ତୁ? ଗୋଟେ ଶ୍ରୋତ ବୋଲୁ ଯୋଉଟା ଯାହା ଟିକେ ବୋଲୁ ମୁଁ ଧରିଛି। ପ୍ରଭୁ ଜଗନ୍ନାଥ भद्राय वाम भागे रजतरनुजं ब्रह्मरुद्रे वन्द्य वेदानासारमेकं पुजनफलरुजं दारुब्रह्म नमामि। जगन्नाथ बलभद्र सुभद्राजी के बालुकेश्वर देव समस्त मंगल विधान करନ୍ତୁ। ପୂଜମାନ ମଙ୍ଗଳ ବିଧାନ କରନ୍ତୁ। ସାଧୁ ସନ୍ତମାନ ମଙ୍ଗଳ ବିଧାନ କରନ୍ତୁ। ସର୍ବାରିଷ ଶାନ୍ତି କରନ୍ତୁ। ମୋର ଆନନ୍ଦବାର ବହୁତ ବଢିଆ ହେଲା, ବହୁତ ବଢିଆ। ଜୟ ଜଗନ୍ନାଥ। ତଥାପି ଟିକେ ଆମ ସାଙ୍ଗରେ ଆସନ୍ତୁ, ଯେହେତୁ ଭାଇନା ଟିକେ ଆସନ୍ତୁ, କାରଣ ଯେହେତୁ ଆପଣ ଭାଇନା ଟିକେ ଆସନ୍ତୁ, ଆପଣ ଆସନ୍ତୁ, ଆପଣ ଆସନ୍ତୁ, ଆସନ୍ତୁ। ସ୍ପେଶାଲ ଡାକିଥାନ୍ତୁ, ତମେ ଆଉ ଡାକିଦିଅ। ହଁ ଆସନ୍ତୁ ଆସନ୍ତୁ। ଆମେ ତାକୁ
तीर्थ गए मिले एक फल संत मिले फल चार सतगुरु मिले तो अनेक फल कहे गभीर विचार हे वर्ण संत समाज तीर्थगामी हेले मनीष गोटे फल पाए किंतु संत मिले फल चार जदि आपण मानक भली साधु संत मानक दर्शन हो जाए ताले चतुर्वर्ग फल प्राप्ति हो जाए ये तो आम मानक हो भाग्य आपण मानक भली साधु संत मानक दर्शन पाइलु एठी तो आमर चतुर्वर्ग फल प्राप्ति हो गला आपण मानक द्वारा वर्तमान समाज जो ध्वंसाभिमुखी होउची यह किभली रोका जाई पारिबो आपण माने भिन्न भिन्न मंच रे भिन्न भिन्न मंतव्य रखुथिबे एवं समाज पाई समाज रो खोराकी पाई जहा आवश्यक निहाती आपण समाज को दउथिबे किंतु समाज जो ध्वंसाभिमुखी होउची समाज जो विपरीताभिमुखी होउची समाज जो वर्तमान विदेश धर्मक आपण नैची ता द्वारा आम समाज केमिति रक्षा करि परिबा आम परिवार को हम केमिति गढ़ी परिबा आगो गोटा परिवार को सजड़ा होई जिवो ताले ମାନେ ସବୁ ଆଡ଼ ଦୃଷ୍ଟିରେ ରହିଛନ୍ତି ସେମାନେ ବ୍ରାହ୍ମଣ ଭାଇ ମାନେ ମୋର ଟିକେ ମଞ୍ଚ ଉପରକୁ ଆସନ୍ତି। ଆଉ ଅଜିତ କୁମାର ଜେନା ମହୋଦୟ ଯଦି ଉଠିକି ଆସିପାରନ୍ତି ଆହୁରି ଭଲ କଥା। ଆମର ଗନ୍ଧିଆ ଭାଇ ଆସ କିଛି ନାହିଁ ଏଇଟା ବାବା ଅଛନ୍ତି ହାତ ମାରିଦେବେ ସବୁ ଠିକ୍ ହେଇଯିବ ଭୟ କର ସହିତ ବଡ଼ ପୁଅ ବା ପୁତ୍ରା ରବିନ ତାଙ୍କର ଗୋଟେ ସେ ଜଣେ ଦକ୍ଷ କର୍ମକାଣ୍ଡୀୟ ବ୍ରାହ୍ମଣ ଏବଂ ଦକ୍ଷ ଯେକୌଣସି ଆମର କର୍ମକାଣ୍ଡ ଯଦି ଦେଖାଯାଏ ଯଦି ଭଲ ପୁରୋହିତ ଦେଖାଯାଏ ଯଦି ଭଲ ଯାଜ୍ଞିକ ଦେଖାଯାଏ ସେ ହେଉଛି ମୋର ପୁତ୍ରା ରବିନ ତେଣୁ ମୋର ବଡ଼ ଭାଇ ବାମୁ ଭାଇ ମହୋଦୟ ଭାସ୍କର ମୂଷା ନାଥ ଭାଇ ବୟୋଜ୍ୟେଷ୍ଠ 10 ଜଣଙ୍କର ଆମେ ସମ୍ମାନିତ କରିବା ପାଇଁ ମଞ୍ଚ ଉପରେ ମନସ୍ଥ କରିଥିଲୁ ତେଣୁ ଟିକେ ଦୟା କରିକି